ଚାଲି ପାରୁଥିଲେ ଯାଇଥାନ୍ତି, ଚାଲି ପାରୁନି ବୋଲି ଯାଇପାରୁନାହିଁ ଲୋ। ଜୟ ଜଗନ୍ନାଥ ଏଠି ଫ୍ୟାମିଲି। ଆଜି ମାମୁଙ୍କର 11 ଦିନ, କିନ୍ତୁ ମାନେ ଦୁର୍ଭାଗ୍ୟର କଥା ଗେଲି ମୋର ଆସିପାରିଲାନି ମାମୁଁ ଘରକୁ। ଗେଲି ମୋର ଏକୁଟିଆ ଅଛି ଘରେ, ତାକୁ ଛାଡ଼ିକି ବାସ୍ 15-20 ମିନିଟ୍ ପାଇଁ ଆସିଥିଲି ମାମୁଁ ଘରକୁ ପଇସା ଚେଞ୍ଜ କରିକି ସନ୍ଦକ ପାଣି ପକେଇକି ଯିବି ବୋଲି। କିନ୍ତୁ ବହୁତ ମନ କରିଥିଲା ଏଠି ଫ୍ୟାମିଲି, ବହୁତ ମନ କରିଥିଲା ଗେଲି ମୋର ଆସିବ ବୋଲି ଟିକେ। କାଲିଠୁ ବହୁତ ମାନେ ସେ କହି ହଉଥିଲା, ଝୁରି ହଉଥିଲା ମାମୁଁଙ୍କୁ ଯେ ମୁଁ ଟିକେ ଯିବି ମାମୁଁଙ୍କ ଘରକୁ, ଆଉ ଥରେ ଯିବି, ମତେ ନେଇ ଚାଲ। ମାନେ ଅଲମୋଷ୍ଟ ଗାଡି ବାଲାଙ୍କୁ ଫୋନ ବି କରିଦବା ସିଚୁଏସନ ଥିଲା, କିନ୍ତୁ କାହିଁ କେଜାଣି ସେ ଯୋଉ ବାଁ ହାତଟା ପ୍ରୋବ୍ଲେମ ହଉଛି 3-4 ଦିନ ହେଲାଣି। ହଁ ବା, ମନ ବୋଉ ବି ମାନେ ବହୁତ ମନ ଦୁଃଖ କରୁଛନ୍ତି ଯେ ଆସିପାରୁନାହିଁ ଗେଲି ମୋର। 4 ଦିନ ଖଣ୍ଡେ ହେଇଗଲାଣି ତା ଦେହଟା ଭଲ ନାହିଁ, ବାଁ ହାତଟା ପୁରା ପ୍ରବଳ ପେନ୍ ହଉଛି। କଣ ହଉଛି କେଜାଣି, ବେଳେ ବେଳେ କଣ୍ଟ୍ରୋଲ ପଳଉଛି ବାଁ ହାତରୁ। ତ ସେଥିପାଇଁ ମାନେ ଆସିବା ଗାଡିରେ ପୁଣି ଆଉ ଥରେ ଆସିବାଟା ଟିକେ ମାନେ ପ୍ରୋବ୍ଲେମାଟିକ ହେଇଯିବ। ସେଥିପାଇଁ ମୁଁ ତାକୁ ଆଣିଲିନି। ତା ଛଡା ଆଜି ପାଗ ବି ଏତେ ଭଲ ନାହିଁ, ଯୋଉଥିପାଇଁ ସେ ବିଲକୁଲ ବି ମାନେ ହ୍ୟାଣ୍ଡେଲ କରିପାରିବନି ଏ ପାଗରେ। ଆଉ ଭାବୁଥିଲି ମାମୁଙ୍କୁ ଭିଡିଓ କଲରେ ଦେଖେଇବି ବୋଲି ମାମୁଙ୍କ ଇଏକୁ, କିନ୍ତୁ ଦେଖେଇବିନି। ମୁଁ ଭିଡିଓ କରିକି ନେଇଯାଉଛି, ଆଉ ସିଏ ଗଲେ ସେଠି ଦେଖ। ମୁଁ ତା ପାଖରେ ରହିଥିବି ନା, ହ୍ୟାଣ୍ଡେଲ କରିନେବି ଯଦି ବାଇଚାନ୍ସ ବି ମାନେ ମନ ଦୁଃଖ ହେଲା ଭାଙ୍ଗିଲା। ବାପା ହଉଛନ୍ତି ଫେର ସିଏ ମୁଁ ଏବେ ଯାଉଛି, ଏକୁଟିଆ ଅଛି ନା। ମୁଁ ଯାଉଛି, ମୁଁ ଆସୁଛି, ବ୍ୟସ୍ତ ଅଛନ୍ତି ଅଜା। ମାମୁଁ ଆସୁଛି। ବଦଳିଲା ନା ପଇତା? ବଦଳିକି ଆସିବନି। ଆପଣ ଦେହ ଭଲ ନାହିଁ ନା କି ସେପଟେ ବାନ୍ତି ଜୋରରେ ହଉଛି ବୋଧେ। ହଁ ନା, ଦେଇକି କୁଆଡେ ଗଲା? ନାଇଁ ସେଇପାରେ କାହିଁ ବସିଛନ୍ତି ବାପା ତ ନାହାନ୍ତି ନା। ମାନେ ବାଡି ଶୋଇଛନ୍ତି ନା ଘରେ ଶୋଇଛନ୍ତି? ବାପା ଖାଉଛ ନା? ହଉ ହଉ, ଖାଇଦିଅ ଟିକେ। ଦେହଟା ଟିକେ ଭଲ ଲାଗିଲାଣି ନା? ମୁଁ ତ ଜାଣିନଥିଲି, ଗେଲି କହିଲା କୋଉଠି ବାନ୍ତି ଏକା ଇଏ ହେଲା। ମୁଣ୍ଡ ଜୋର ହଉଛି। ହଉ ଦିଟା ଖାଇଦିଅ, ଯଦି ଭଲ ଲାଗିବ ଦିଟା ଖାଇଦେବି। ମୁଁ ଯୋଉ ଯାଇଥିଲି ପଇସା ଚେଞ୍ଜ କରିବାକୁ, ବାପାଙ୍କ ଦେହ ବି କୋଉଠି ବହୁତ ଜୋରରେ ହେଇଛି, ବାନ୍ତି ଫାନ୍ତି ହେଇଛି ପୁରା ଜୋରରେ। ବାହାରେ କରୁଥିଲେ କୋଉଠି, ଗେଲି କହିଲା କି ମାନେ ବାପାଙ୍କ ଦେହ ଦେଖନି ଠିକ ଅଛି ନା, ବାହାରେ କୋଉଠି ବାନ୍ତି କରୁଥିଲେ। କିସ କରିବୁ ଏକାଥରେ, ମାନେ ସମସ୍ତଙ୍କ ଦେହ ଏତେ ଖରାପ ହେଇଗଲା ବେଳକୁ ମନଟା ବିଲକୁଲ ବି ଭଲ ଲାଗୁନି। ଯାହା ଏଇଖିନା ଟିକେ ବୋଧେ ଭଲ ଲାଗୁଛି କଣ, ବସିକି ଟିକେ ଖାଉଥିଲା ତ ବାପା। ଥଣ୍ଡା ପାଣି ଏକା ଦେଇଛନ୍ତି, ଘରେ ସବୁ ଚାରିଆଡେ ଛିଞ୍ଚିବା ପାଇଁ। ଛିଞ୍ଚି ଦିଅ, ଦେଇକି ଇଏ କରୁଛି ଆଉ। ମତେ ଦଉନ ଟିକେ ଉପରେ, ମୁଁ ଛିଞ୍ଚିଦିଏ। ହଁ, ତ ଉପରେ ବି ଛିଞ୍ଚି ଦେମି, ଆଉ ହଉଛି ଦେଇଛନ୍ତି ବି ଚନ୍ଦନ ଲଗେଇବାକୁ ବି ଦେଇଛନ୍ତି। ହଉ ଦିଅ। ଘର ଚାରିପଟେ ଖାଲି ପକେଇଦିଏ। ମୁଁ ବୋଉକୁ କଲ୍ କରି ଭିଡ଼ିଓ କଲ୍ କରିଦେଉଛି। ଭିଡ଼ିଓ କଲ୍ କନେକ୍ଟ କଲା ବେଳକୁ ମୁଁ ପଳେଇ ଆସିବି, ସାଙ୍ଗେ ସାଙ୍ଗେ ଛିଞ୍ଚି ଦେଇକି ଆସିବି। ଯାଇପାରିଲିନି ଲୋ, ମୋ ଦେହଟା ବଡ଼ କଷ୍ଟ ହେଲା, ଯାଇପାରିଲିନି। ହଉ ନ ଯାଇ ପାର ସେଇଠି ମାମୁଁକୁ ଡାକ, ତୋ ଆଶୀର୍ବାଦ ପଡେଇଯା। ହଁ, ମୁଁ ଏଇଠି ଡାକୁଛି ତାକୁ। ମୁଁ ଏଇଟା ଭାବୁନାହିଁ ନାହିଁ ବୋଲି। ହଁ, ଗୋଟେ ଉଠେଇ ପାରୁନାହିଁ ମୁଁ। କିସ ହେଇଯାଉଛି, ମୋ ବାଁ ହାତଟା ବଡ଼ ବିନ୍ଧୁଛୁ ନା, ଦେହଟା ବି ବଡ଼ ଜୋର ବିନ୍ଧୁଛୁ। ହଁ, ତମେ ମନ ଦୁଃଖ କରନି, ସେ ଠିକ ଅଛି। ମୁଁ ଅଛି ବା ତା ପାଖରେ, ଠିକ ଅଛି। ହଁ, ତମେ କାନ୍ଦନି। ଖରାପ ବୋଲି କହୁନି, ଏ ସବୁ ଭଲ ମତେ ବାଟେଇ ଦିଅ। ହଁ, ସେ ଭଲ ଅଛି, ସବୁ ଭଲ ଅଛନ୍ତି। ତମେ ବି ଭଲ ଅଛ, ସେ ବି କାନ୍ଦନା ଭଲ ତୁ ଅଛି, ସବୁ କାନ୍ଦନା ଭଲ ଅଛନ୍ତି। କାନ୍ଦନି। ତୁ ଖାଇଦେ ଟିକେ ଟିକେ, ହେନେ ତତେ ଦେଇ ହଁ ପଠେଇବି। ହଁ, ମୁଁ ପାଟିରେ ଟିକେ ଦେମି ଖାଇବା। ପଠେଇଛନ୍ତି ଲୋ, ସେ ଛୁଆଟା ଆସିଥିଲେ ଖାଇଥାନ୍ତା କହିକି ବିସ୍କିଟ ପଠେଇଛନ୍ତି ଲୋ ତୋ ପାଇଁ। ଖାଇଦେ, ମନ ଦୁଃଖ କରନା। ବିସ୍କିଟ ପଠେଇଛନ୍ତି। ହଉ ତୁ କାନ୍ଦନା ମୁଣ୍ଡେ। କହିଲେ ଦେହ
ଦେହଟା ବଡ଼ କଷ୍ଟ ହଉଛି ନା ମୁଁ ଯାଇଥାନ୍ତି। ଜାଣିଛୁ 3-4 ଦିନ ହେଲାଣି ଦେହଟା ଭଲ ନଥାଏ। ଆଜି ଯୋଉ ପାଗଟା ବଡ଼ ଜୋର ଖରାପ କରିଥିଲା ଦେହଟା ତ ଚେଷ୍ଟା କରି ଯିବାର ଥିଲା ନା। ଯାଇ ହବନି। ମୁଁ ଦେଖିକି ଆସିଲି ପା ବାହାରେ ପାଗଟା ଯୋଉ ପୁରା ମାନେ ଇଏ ନସମ ବାଲା ପାଗ କରିଦେଇଛନ୍ତି। ଆଉ ଥରେ ଭିଡ଼ିଓ ଏଇ ଯୋଉ ମାମା ତାଙ୍କ ଆଇଛନ୍ତି ମାଦ ଏଟା ସବୁ ଛୁଆ ଏତେ ପାଠ ହଁ ଏଇ କରୁଛନ୍ତି। ଯୋଉ ତାଙ୍କ ସ୍କୁଲରୁ ଆସିଛନ୍ତି ନା ମାଛ ସ୍କୁଲରୁ। ବେଦ ପାଠ କରୁଛନ୍ତି। ଦେହଟାକୁ ଏଇନା ଜଗିବାକୁ ପଡିବ। ଠିକ ଅଛୁ ନା ତୁ? ହ୍ୟାଣ୍ଡେଲ କରନା ପୁରା। ହଁ ତୁ ଆମେ ଷ୍ଟ୍ରଙ୍ଗ ଗେଲିଲ। ହଉ ମାମୁଙ୍କ ପାଇଁ ଯାହା ହଉ କଷ୍ଟମଷ୍ଟେ ଯାଇକି 7 ଦିନ ତାଙ୍କ ପାଇଁ ପ୍ରାର୍ଥନା କରିକି ଆସିଲୁ। ସେତିକି କରିପାରିଲୁ। ଆଉ କିଛି କରିବା ଏ ସିଚୁଏସନ ଅନୁସାରେ ଆଉ କିଛି କରି ହିଁ ହବନି। ମନ ଦୁଃଖ କରନା, କାନ୍ଦନା, ଲୁହ ଦେ। बिल्कुल भी कांदना, पूरा स्ट्रॉन्ग गेली, फाइटर गेली। ଜାଣିଛୁ ବହୁତ କଣ୍ଟ୍ରୋଲ କରୁଛୁ, ବହୁତ ଚେଷ୍ଟା କରୁଛୁ, ଆହୁରି ଚେଷ୍ଟା କର। ଯାଇନାହୁଁ, ଘରେ ଅଛୁ ତ ସେଥିପାଇଁ ମାମୁଁ ଖାଇବା ସବୁ ନେଇକି ଆସିଛନ୍ତି। ଏତେ ଗୁଡା କିସ ଖାଇବା ସବୁ ଖାଇଦବ ବୁଝିଲୁ। ଏଇଟା ଛତୁଟା ହଉ ଛୁଆଟା ଖାଇଦବୁ ଭଲ ବାହାରେ ହଁ ବୁଝିଲୁ। ଖାଇବୁ ଖାଇଦବୁ। ହଁ ଆମେ ଜଣ ବସିକି ଖାଇଦବା ଏବେ। ଖାଇଦବୁ ଛୁଆ। ହଁ ମାମୁଁ କାନ୍ଦନି। ଗେଲିକୁ ମୋର ଦେଖିଲା ବେଳକୁ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସୁଛି, କିନ୍ତୁ ଗେଲି ଆଗରେ କେହି ବି କାନ୍ଦୁ ନାହାନ୍ତି। ବେଶୀ ଟିକେ ତତେ ଦେଖିଲା ବେଳକୁ ସମସ୍ତେ ଟିକେ କାନ୍ଦି ପକାଉଛନ୍ତି। କହିବା ପାଇଁ କାହା ପାଖରେ କିଛି ଶବ୍ଦ ନାହିଁ। କିସ ବି କହିବେ, ହଉ ଛୁଆ ତୁ କାନ୍ଦନା, ମନ ଦୁଃଖ କରନା, ୟା ଛଡ଼ା ଆଉ କାହା ପାଖରେ କିଛି ଶବ୍ଦ ହିଁ ନାହିଁ କହିବା ପାଇଁ ଗେଲିକୁ। ଦେଖିବି ପାରିଲିନି, ଚାଲିଗଲା। ଶେଷ ଦିନରେ ବି ଯାଇପାରିଲିନି। କାହିଁ ରୋଗ ହେଲା ମତେ, ସମସ୍ତଙ୍କଠୁ ଦୂରେଇ ଦେଲା ରୋଗ ମତେ। ରୋଗ ନ ହେଇଥିଲେ ମୁଁ ଯାଇପାରିନଥାନ୍ତି କାହିଁକି। ଆମ ଘରେ ତ ଆଜି ଭାତ ଏକା ରୋଷେଇ ହବନି, ଯେହେତୁ ଗେଲି ଯାଇପାରୁନି। ସେଥିପାଇଁ ମାମୁଁ ଘରେ ଆଣିକି ସବୁ ଦେଇଗଲେ, ସବୁ ଜରିରେ ପ୍ୟାକ୍ କରିକି ଆଣିକି ଦେଇଗଲେ। ଆମେ ଏବେ ପତ୍ରରେ ବାଢ଼ିକି 2 ଜଣ ଖାଉଛୁ। ପଳେଇଆକୁ ଯୋଉ ଆଇଲା ତାକୁ ହିଁ ଦେଖି ମତେ ବେଶୀ କାନ୍ଦ କହିଲା ଛତୁ ଖାଇବୁ, ଛତୁ ଖାଉ କହିଲା ଯୋଉ ଛୁଆ ବେଳର ଛତୁ ଆମେ ରଖିଦେଇଛନ୍ତି ଅଲଗା ଦେବେ ବୋଲି। କହିଲେ ଛତୁ ଆଉ ଟିକେ ଦେଇଦେବେ, ଛୁଆଟା ଆସି ପାରିଲାନି କିସ କରିବା। ଓଇ ପଡି ଯାଉଛ ନା, ତୁ ଦୁର୍ବଳ ହେଇଯାଉଛ ନା, ହାତ ଫାତ ଗୁଡା କିସ ହେଇଯାଉଛି। କଣ୍ଟ୍ରୋଲ କରିନେ କଣ୍ଟ୍ରୋଲ କରିନେଲ। ସେଇ ଗାଡି ବାଲାକୁ କହିବା ଆଣିକି ବୁଲେଇ ନେଇଯିବ ହେଲା। ଏନେ ଭଲକୁ କାଣବେ ନା, ମୋ ମା ପରା ତୁ ତ ଝିଅ ଖରାପ କରିବୁ ନା କିସ। ମନେ ପଡୁଛି ସବୁ କଥା। କିଛି ମନ୍ଦ ପଡିବନି ମା, ସବୁ ଭୁଲି ତ କରିବ। ମୁଁ ଖାଲି ଏତେ ଦମ୍ଭ ଧରିକି ବୁଢୀ ମଣିଷଟା କରୁଛୁ ନା, ତୁ ତ ଛୁଆ ମଣିଷ ଦମ୍ଭ ଧର। ଚାଲି ପାରୁଥିଲେ ଯାଇଥାନ୍ତି, ଚାଲି ପାରୁନି ବୋଲି ଯାଇପାରୁନାହିଁ ଲୋ। ତୁ ଭଲ ରହିନା, ଆମର ଭଲ। ତୁ ନ ଆସିଲେ ବି ଆମ ଆତ୍ମା ତୋ ପାଖରେ ରହିଛି। ସାଙ୍ଗେ ସାଙ୍ଗେ ବୋଉ ଆଉ ଆଈ 2 ଜଣ ମିଶିକି ଗେଲିକୁ ବୁଝଉଛନ୍ତି। ଇଚ୍ଛା ହଉନି ମତେ କିଛି ଖାଇତେ। ମୁଁ ଚାହା ଟିକେ ଖାଲି ପିଇଛି, ରାତି ହଉ ଯାଏ। ମତେ ଏବେ ଖାଇବା ଗୁଡା ଆଜି କିଛି ଆଣିବୁନି, ଖାଇବା ମତେ ବି କିଛି ଠିକ ସେ ଖାଇତେ ଖାଇ ଇଚ୍ଛା ପାରିଲାନି। ହଉନି।
କୋଉଠି ଦି ଖଣ୍ଡ ପୋଟଳ ଟିକେ ଭାତ ଡାଲି ଟିକେ ଏରମ ଖାଇଛି ଖାଇବା। ଏଇଟା ଟିକେ ଦେମି। ତୁ ଗୁଗୁଲୁ ତୁ ଆଉ କଥା ହନା ଏବେ ମତେ ଦେ, ତୁ ଆଉ କଥା ହନା।